ସତ୍ୟକଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ନାଟ୍ୟପ୍ରଭା ନାଟ୍ୟ ସଂସ୍ଥା ପକ୍ଷରୁ ଗାନ୍ଧୀ ସ୍ମୃତି ଭବନରେ ଗତ 19 ତାରିଖ ଠାରୁ ଆରମ୍ଭ ହୋଇଥିବା ନାଟକ ମହୋତ୍ସବର ଅନ୍ତିମ ରଜନୀରେ ନାୟିକା ନାଟ୍ୟ ସଂସ୍ଥା ପକ୍ଷରୁ ଫୁଲ୍ ଟେନସନ୍ ନାଟକ ମଞ୍ଚସ୍ଥ ହୋଇଯାଇଛି। ଜଣେ ନିଷ୍ଠାପର OAS ଅଫିସରଙ୍କ ସରକାରୀ ବାସଭବନ ପରିସରରେ ନିଜ ବନ୍ଧୁଙ୍କ କାର 3 ମାସ ଧରି ରହିବା ଘଟଣାରେ ଅଫିସରଙ୍କ ପତ୍ନୀ ଖୁସି ହୋଇଥିବା ବେଳେ ବିଚରା ସ୍ୱାମୀ ଜଣଙ୍କ କିଭଳି ଟେନସନରେ ରହୁଛନ୍ତି ତାହା ନାଟ୍ୟକାର ଆନନ୍ଦ ଚନ୍ଦ୍ର ପହି ଓ ନିର୍ଦ୍ଦେଶକ ସୁସ୍ମିତା ରଣା ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ କଳାକାରମାନେ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସଫଳ ହୋଇଛନ୍ତି। ଜ୍ୟୋତିଷ ମୋବାଇଲ ନନାଙ୍କଠାରୁ ଆରମ୍ଭ କରି 100 ଟଙ୍କାଙ୍କ ଦୁର୍ଗାପୂଜା ଚାନ୍ଦାର ପରିମାଣ କାରକୁ ଦେଖି ନିର୍ଦ୍ଧାରଣ କରାଯିବା ଦ୍ୱାରା ଉଭୟ ପତିପତ୍ନୀ କିଭଳି ଟେନସନର ଶିକାର ହେଉଛନ୍ତି ତାହା ନାଟକ ମାଧ୍ୟମରେ ମୁଖ୍ୟ ବିଷୟବସ୍ତୁ ଥିଲା। ଅନ୍ୟର କାର ନିଜ ଘର ପର୍ଟିକରେ ରଖି ଦମ୍ପତି ହୀନସ୍ତା ହେବା ଘଟଣା ଦର୍ଶକଙ୍କୁ ଆମୋଦିତ କରିଥିଲା। ଆଜିର ଉଦଯାପନୀ ସନ୍ଧ୍ୟାରେ ନାଟ୍ୟପ୍ରଭାର ସଭାପତି ଡକ୍ଟର କୁମାର ଗୋପାଳ ପୌରାହିତ୍ୟ କରିଥିବା ବେଳେ USP କମ୍ପାନୀର ଜର୍ନାଲ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ଗିରି, ରୂପାୟନର ମୁଖ୍ୟ ଶ୍ରଦ୍ଧାଞ୍ଜଳି ରାୟ, ଅଭିନନ୍ଦନର ସମ୍ପାଦକ ଜଗଦୀଶ ମିଶ୍ର ଓ ନାଟ୍ୟକାର ତଥା ନିର୍ଦ୍ଦେଶକ ତାପସ ସ୍ୱାଇଁ ପ୍ରମୁଖ ଉଦ୍ବୋଧନ ଦେଇ ନାଟକ ଓ ଡ୍ରାମା ପ୍ରତି ଦର୍ଶକଙ୍କ ଆଗ୍ରହ ବୃଦ୍ଧି ପାଉନଥିବାର କାରଣ ଓ ଏହାର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକଙ୍କୁ ନାଟ୍ୟପ୍ରଭା ସମ୍ମାନ ଓ ନାୟିକା ନାଟ୍ୟ ସଂସ୍ଥାର ମୁଖ୍ୟ ତଥା ଫୁଲ୍ ଟେନସନ୍ ନାଟକର ନିର୍ଦ୍ଦେଶକ ସୁସ୍ମିତା ରଣା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଧନ୍ୟବାଦ।